हरि ओम। नमो ब्रह्मण्य देवाय गो ब्रह्मण्ये हिताय च जगद्धिताय कृष्णाय गोविंदाय नमो नमः। हे अगणित श्रोता मंडली, आपण माने प्रत्येक चैनल को देखुचंती, यूट्यूब चैनल को, किंतु ये मालिका अनुसंधान गोटे स्वतंत्र कथा कही कही आसुच। कल्कि अवतार हेबे प्रभु एक कथा प्रत्येक जगार प्रत्येक पुराण वेद वेदांत भितर कहिचंती, भागवत रे कहिचंती, प्लस मालिकार मध्य कहिचंती। तेणु महापुरुष कहते आ गोटे कथा कहते किए ना, आमर ढेंकानाल जिलार कवि महिमा स्वामी जे कि भीम भोई, भीम भोई तांको काव्य उल्लेख कले सेतिकी बेलकु नीलांचल तेजी तहु जगन्नाथ जीवे उल्लेख महिमा गहणे पशिण से गुपते खेल खेलिबे। कहले सेई बेलकु प्रभु नीलांचल छाड़ी, नीलांचल को छाड़ी नर अवतार धारण करी पहुँचे कौटी ना ढेंकानाल रे। से ढेंकानाल रे पहुँचे, जो ढेंकानाल रे पहुँचे से कौन हम ना उल्लेख महिमा गहणे पशिबे। से उल्लेख महिमा गहण भितर पशिकिनी से गुप्तरे खेल खेल, गुप्ते खेल खेलिबे, जोठी उल्लेख महिमांकर गहण, उल्लेख महिमा गहण रे पशे, अर्थात तांकरी गड़ भितर पशि प्रभु गुप्तरे लीला करिवे बोली ये कथा महागुप्त पद्मकल्प मध्यरे सन्थ भीम भोई लिखिछ। उल्लेख महिमा गहणे पशिण गुप्ते खेल खेलिबे। तेणु पृष्ठा होउची 4, पद होउची 12। जदि आपण माने खोजिबे ताहले पृष्ठा होउची 4 आउ ये पद होउची 12, जहाकू सन्थ भीम भोई परिष्कार करी लिखिछथि। परिष्कार करी लिखिले कहले जेते बेले प्रभु नर अवतार हे आसीबे ये उल्लेख महिमा गहणे पशिण से गुप्ते खेल खेलिबे। से गुप्तरे उल्लेख महिमा गहण रे खेल खेलिबे। केमिति ना सेते को कौन हेतब ना 16 कलारू, से 16 कला भितरु 12 कलारे परिपूर्ण होइथिबे। कहले से 16 कलारू 12 कहले 12 कलारे परिपूर्ण हेइथिबे। अर्थ 12 कला तांको पाखेरे लागि थिबो। सेई बेलकु सीए उल्लेख महिमा गहण रे पशि गुप्तरे गोटे लीला करिवे। कौन करिवे ना भणे भीम भोई 25 पदरे, भणे भीम भोई 25 पदरे रक्षा कर गुरुदेव। 16 कलारू 12 कलारे, 16 कलारू से 12 कला 12 कलारे परिपूर्ण होइथिबे। 12 कलारे परिपूर्ण होई से कोठी ना उल्लेख महिमा गहण भितरे पशिकिनी लीला गुप्तरे करिथिबे। भणे भीम भोई 25 पदरे रक्षा कर गुरुदेव। 25 पदरे एक कथा लिखिले। कौन कहले कहले ढेंकानाल रे से अटई जान लीला होइब गुपत भावेण।
କଳ୍କୀର ଯେଉଁ ଲୀଳା ହେବ, ଯାହା ଆପଣମାନେ କଳ୍କୀ 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 ବୋଲି ଚିତ୍କାର କରୁଛନ୍ତି, ଭୀମ ଭୋଇ ପରିଷ୍କାର କିନି କହିଲେ ଢେଙ୍କାନାଳରେ ସେ ଅଟଇଜାଣ, କହିଲେ ସେ ଢେଙ୍କାନାଳ ଜିଲ୍ଲାରେ ଅଟଇଜାଣ ଲୀଳା ହୋଇବ ଗୁପ୍ତ ଭାବେଣ। ଲୀଳା ହୋଇବ କେଉଁଠି ନା ଗୁପ୍ତ ଭାବରେ ସେ ଲୀଳା ହେବ। ସେ ବଟ ନିକଟରେ ସେ କରିବ ଗାଦି, ଗୋଟେ ବଟ ନିକଟରେ ସେ ଗାଦିଟାଏ କରିବ। କିଏ ନା ବଟ ନିକଟରେ ସେ କରିବ ଗାଦି, ଅଧରା ଦିଅଁକୁ ଧରିବ ବୋଧି। ଜଣେ ଭକ୍ତ ଗୁପ୍ତରେ, ଜଣେ ଭକ୍ତ ଗୁପ୍ତରେ ଢେଙ୍କାନାଳରେ ସେ ଗାଦି କରିବ କେଉଁଠି ନା ବଟ ମୂଳରେ, ଗୋଟେ ବର ମୂଳରେ, ବଟ ବର ଗଛ ମୂଳରେ ଗୋଟେ ଗାଦି ନିର୍ମାଣ କରିବ। ନିର୍ମାଣ କରି ସେ ଅଧରା ଦିଅଁକୁ ଧରିବ ବୋଧେ। ସେ ଅଧରା ଦିଅଁକୁ ଧରିବ। କିଏ ଧରିବ ନା ସେ ଭକ୍ତ ଜଣକ ଧରିବ। ଯେଉଁ ଗାଦିଟି ତିଆରି ହେବ, ସେ ଗାଦିଟିକି ଯେଉଁ ଭକ୍ତ ସେବା କରିବ ତାର ମଧ୍ୟ ନଥିବ କ'ଣ ନା ପୁତ୍ର କଳତ୍ର, ତା ନଥିବେ କିଛି, ତାର ପୁତ୍ର ନଥିବ କି କନ୍ୟା, କଳତ୍ର କନ୍ୟା ନଥିବ, ପୁତ୍ର କନ୍ୟା ତାର ନଥିବେ କିଛି, ପୁତ୍ର କନ୍ୟା ତାର କିଛି ନଥିବେ। ତେଣୁ ଜାଣିପାରଇ ସେ ଅକ୍ଷର ବାଛି, ସେ ଜାଣିପାରିବ ଅକ୍ଷରକୁ ବାଛିକିରି, ତାର ବହୁତ ଶକ୍ତି ଅଛି, ସେ ଜାଣିପାରିବ ସେ ଅକ୍ଷର ବାଛି, ସେ ଅକ୍ଷର ବାଛିକିନି ଜାଣିପାରିବ। କେଉଁଠି ନା ଢେଙ୍କାନାଳ ଜିଲ୍ଲାରେ ଯେତେବେଳେ ଗୁପ୍ତରେ କଳ୍କୀ ଯାଇ ଲୀଳା କରିବେ, ଅଲେଖ ମହିମା ଗଡ଼ରେ, ଅଲେଖ ମହିମା ଗଡ଼ରେ, ଗହଣରେ, ଅଲେଖ ମହିମା ଗହଣରେ ସେ ଗୁପ୍ତରେ କଳ୍କୀ ଯାଇ ଲୀଳା କରିବେ। ଆଉ ସେ ଯେଉଁ ଲୀଳା କରିବେ, ସେ ଗୋଟେ ବଟ ମୂଳରେ ଗାଦି କରିବେ। ସେ ବଟ ମୂଳରେ ଯେଉଁ ଗାଦି କରିବେ, ସେ ଗାଦିକି ଯିଏ ସେବା କରିବ, ସେ ଗାଦିକି ଯିଏ ସେବା କରୁଥିବ, ପୁତ୍ର କଳତ୍ର, ତାର କିଛି ସନ୍ତାନ ସନ୍ତତି ନଥିବେ, ପୁତ୍ର କଳତ୍ର ନଥିବ କିଛି, ତାର ପୁତ୍ର କଳତ୍ର କିଛି ନଥିବ। ସେ ଅଧରା ଦିଅଁକୁ ଧରିବ ବାଛି। ସେ ଅଧରା ଦିଅ ଯାହାକୁ କେହି ଧରିପାରନ୍ତିନି, ସିଏ ତାକୁ ବାଛିକିନି ଧରିବ। କେଉଁଠି ନା କାର୍ତ୍ତିକ ଶୁକ୍ଳ ଦଶମୀର ଦିନ, କାର୍ତ୍ତିକ ଶୁକ୍ଳ ଦଶମୀର ଦିନ ଗାଦି କରିବ ବଟମୂଳେ। ଜାଣ, ଗୋଟେ ଗାଦି କରିବ ବଟମୂଳେ, ବଟମୂଳରେ ବରମୂଳରେ ଗୋଟେ ଗାଦି ନିର୍ମାଣ କରିବ, ଯେଉଁଠିକି କଳ୍କୀର ଗୁପ୍ତରେ ଲୀଳା ହେବ। ସେ ଲୀଳା ହେବ, ତେଣୁ ସେଠି ହେବ କ'ଣ ନା ନରଙ୍ଗରେ କରି ଖେଳ ନବୀନ ରୂପଟି ଆମ୍ଭର। ତେଣୁ ଭୀମ ଭୋଇ ତାକୁ ଲେଖୁଛନ୍ତି, କହିଲେ ପ୍ରଭୁ ନର ଅଙ୍ଗରେ ଲୀଳା କରିବେ। ତେଣୁ ସେ ଯେଉଁ ନର ଅଙ୍ଗରେ ଲୀଳା କରିବେ, ସେ କ'ଣ ନା ନବୀନ ରୂପଟି, ସେ ଗୋଟେ ନୂଆ ରୂପ ତାଙ୍କର ହେଇଥିବ ବୋଲେ ଆନନ୍ଦ କନ୍ଦ ଭଗବାନ, ସେ ନବୀନ ରୂପଟି ଆମ୍ଭର। ତେଣୁ ମହିମା ଧର୍ମର ବାସନା, ତେଣୁ ମାରକଣ୍ଡକୁ ଦେବୁ ଚିହ୍ନା। ତେଣୁ ମାର୍କଣ୍ଡଙ୍କୁ ସେ ଚିହ୍ନା ଦେବେ ଢେଙ୍କାନାଳରେ। ଢେଙ୍କାନାଳରେ ଅଲେଖ ମହିମା ଗହଣରେ ଗୁପ୍ତରେ ମାର୍କଣ୍ଡ ଋଷି ଥିବେ, ତାଙ୍କୁ ଖୋଜିଲେ ଜଣାପଡ଼ିବ। କିନ୍ତୁ ସେ ମାର୍କଣ୍ଡ ଋଷି କଳ୍କୀଙ୍କର ଦର୍ଶନ ପାଇବେ ବୋଲି ଏ କଥା ଭୀମ ଭୋଇ ଉଲ୍ଲେଖ କରିଛନ୍ତି ତାଙ୍କ ଗ୍ରନ୍ଥରେ। ଯେତେବେଳେ ଏଇ କଥାକୁ କହିଛନ୍ତି, କହିଲେ କ'ଣ ହେବ ନା ସେ ପୁଣି ଆମ୍ଭଙ୍କୁ ଚିହ୍ନିବ, ଆମ୍ଭ ବାଟକୁ ଜଗିଥିବ। କହିଲେ ସେ ମାର୍କଣ୍ଡ ଋଷି ଆମକୁ ଚିହ୍ନିବେ। କାହାକୁ ନା କଳ୍କୀକି, ଯିଏ କଳ୍କୀ ହେଇ ଆସିଥିବେ, ମାର୍କଣ୍ଡ ଋଷି ତାଙ୍କୁ ଚିହ୍ନିବେ। ଆଉ ସେ ମାର୍କଣ୍ଡ ଋଷି ଗୁପ୍ତରେ ରହିଥିବେ। କେଉଁଠି ନା ଭେଟ ହେବ ତପୋବନରେ
ଏହି କଥା ପ୍ରମାଣ ସନ୍ଥ ଜନମାନେ ଶୁଣିଣ ବିଚାର କର ମନ। ତପୋବନ ମଧ୍ୟରେ ମାର୍କଣ୍ଡ ଋଷି ଭେଟ ପାଇବେ। କାହାକୁ? ନା କଳ୍କୀଙ୍କି ତପୋବନରେ ଭେଟ ହେବ। ସେ ଯେଉଁ ତପୋବନରେ ଭେଟ ହେବ, ଅଲେଖ ଗହଣରେ ପଶି ସେ ଅନେକ ଲୀଳାଖେଳା କରୁଥିବେ। ଏ କଥା ସନ୍ଥ ଭୀମ ଭୋଇ ଲେଖୁଛନ୍ତି। ହେ ସଜ୍ଜନ, ଆଜି ତ ସମୟ ହେଇଛି ବାଣୀକି ଏଇଠି ବିରାମ ଦେବା। ପୁଣି ଏ କଳ୍କୀର ଲୀଳା ରହସ୍ୟ କଥା ଆମ ସହିତ ଯୋଡ଼ି ହେଇଥାନ୍ତୁ ଏଇ ମାଳିକା ଅନୁସନ୍ଧାନ ୟୁଟ୍ୟୁବ୍ ଚ୍ୟାନେଲରେ। କଥାବସ୍ତୁକୁ ପୁଣି ଆଗକୁ ନେଇଯିବା। ସେ ପର୍ଯ୍ୟନ୍ତ ବାଣୀକି ବିରାମ ଦେଉଛୁ। ଜୟ ଜଗନ୍ନାଥ, ଜୟ ପଞ୍ଚସଖା, ଜୟ ଶ୍ରୀ ଅଚ୍ୟୁତ, ଜୟ କଳିକିରାମ। ହରି ଓମ୍ ତତ୍ସତ୍, ହରି ଓମ୍ ତତ୍ସତ୍।